ଆରେ ୟାର କୁଆଡେ କଣ ଭାଇ ଏଠି ବସଛ? ହଁ ବସିଛି ଆଉ କଣ କରିବା ଜୀବନଟା ଭଲ ଲାଗୁଛି। ଏଇ ଇଏ ବଢିଆ କେମିତି ଯାଉଛି ରଖିଦିଅ ବଢିଆ ନୂଆ ଚଷମାଟା। ଇଏ ଶୁଣ ଭାଇ ବା ଇଏ ତମ ହାତ ଦେଖିଲ ତମେ ଗୋଟେ କାମ କର ୟାକୁ ଟିକେ ପାଟି ପକେଇ ଚୋବେଇଲ ମାନେ କିଛି ଦେହ ହାତ ଝିମଝିମ ହବା କି କିଛି ହବା ନା କିଛି ଜାଣିବୁନି ମାନେ ଭଲ ଲାଗୁଛି ତ କିଛି ମାନେ ଦେହ ହାତ ଥରଥର ହବା କି ମୁଣ୍ଡ ବୁଲା କିଛି ନାହିଁ କିଛି ନା ଦେଖୁନୁ ଟିକେ ରୁହ ହାତ ଦେଖିଲ ଚୋବେଇଲ ଚୋବ 270 ଟଙ୍କା ବର୍ବାଦ ହେଇଯିବ ନା କଣ ବୁଝିପାରୁନି ମାନେ କଣ ଦେହ ହାତ ଥରୁଛି ମୁଣ୍ଡ ବୁଲଉଛି ନା କିଛି ହଉନି 270 ଟଙ୍କା କଣ ବା ଭାଇ 270 ଟଙ୍କା କଣ କି ସେ ଏଇଠି ବର୍ଷେ ହବ ମାନେ ମୋ ସ୍ତ୍ରୀରେ ମୋର ମାନେ ଡେଲି ଝଗଡା କୋଉଦିନ ତାକୁ ଜାବୁଡା କଥା ଟିକେ ବୁଝ ଭାଇ କଥା ଟିକେ ବୁଝ ମୁଁ ମାନୁଛି ମାନେ ଏତେ ମାନେ ମୋ ମୁଣ୍ଡଟା ବିରକ୍ତ କରୁଛି ମାନେ ଡେଲି ପାଟି ତୁଣ୍ଡ ମାନେ ଝଗଡା ତାର ମତେ କହୁଛି ତୁ ମରଯା ବିଷ ପିଇକି ମରଯା ମୁଁ ବି ତ କହୁଛି ତୁ ବି ମରଯା ମାନେ ମୁଁ ଯଦି ବଞ୍ଚିବିନି ତୁ କାହିଁ ବଞ୍ଚିବୁ ମାନେ ଝଗଡା ଝାଣ୍ଟି ଭିତରେ ମୁଁ ଏଇଠି 6-7 ମାସ ଭାଇ ଯାଇଥିଲି ଇଏ ଯୋଉ ଯାହା ମାସିକିଆ ସଉଦା ସବୁ କରନ୍ତିନି ତେଲ ଡାଲି ଚାଉଳ ଜିରା ସୋରିଷ ଆକୁ ଆଇଲି ତାପରେ ବଜାରରୁ ସେ ଗୋଟା ଗୁଳିଟାକୁ ଆଇଲି ସେଇ ଗୁଳିଟାକୁ ମୁଁ ଆଇଲି କଣ ଘରେ ସାରିବାଟା କେତେବେଳେ କାମ ଦବ ଡେଲି ଝଗଡା ଝାଣ୍ଟି କେତେବେଳେ ସିଏ ଖାଇକି ସଫାଇଯିବ କେତେବେଳେ ମୁଁ ଖାଇ ସଫାଇଯିବି ସେଇ ଗୁଳିଟାକୁ ମୁଁ ଗଲେ ଘରେ ରଖିକି ବସିଲି ଏମିତି ଝଗଡା ଝାଣ୍ଟି ସବୁବେଳେ ଚାଲିବା ଭିତରେ ଭାଇ କହିଛି ନା ଏଇଠି 6-7 ମାସ ଗଡିଗଲାଣି ଆଉ କାମ ଦେଲାନି ନା ସିଏ ଖାଇଲା ନା ମୁଁ ଖାଇଲି ଝଗଡା ଝାଣ୍ଟି ଭାଇ ଡେଲି ହଉଛି କିନ୍ତୁ ସେ ଗୁଳିଟା ତାର ଥୁଆ ହେଇଛି ଏଇ କାଲି ସକାଳେ ମୋ ସ୍ତ୍ରୀ କଣ କରୁଛି ନା ଘର ଫର ଝଡାଝଡି କରୁଥିଲା ଝଡାଝଡି ଭିତରେ କଣ କରୁଥିଲା ସବୁ ଝାଡିକି ଫୋପାଡ଼ିଛି ସେ ଗୁଳିଟାକୁ ସେଠୁ ମତେ ଇଏ ଦେଖ ଆଉ ତମେ ତ କିଣିକି ଆଣିଥିଲ ନା ଏତେ ଝଗଡା ଝାଣ୍ଟି ହେଲାଣି ନା ତମେ ଖାଇକି ମଲ ନା ମୁଁ ଖାଇକି ମଲି ତମେ ଆକୁ ନେଇକି ଫୋପାଡ଼ି ଦିଅ ମୁଁ ସେଠୁ ଦେଖିଲି 270 ଟଙ୍କା ଭାଇ ଦେଇକି କିଣିକି ଆଣିଛି 270 ଟଙ୍କା ମାନେ ଝାଳ ବୁହା ଧନ ମାନେ ପଇସା କୋଉ ଗଛରେ ଫଳୁନି ମୁଁ ସେ ଡବାଟାକୁ ଧରିକି ସେଠୁ କଣ କଲା ଫୋପାଡ଼ିବାକୁ ଭାଇ ଯିବି କଣ ଯେ ସ୍ତ୍ରୀ ବୁଦ୍ଧିରେ ପଡିକି ମୁଁ କାହିଁ 270 ଟଙ୍କା ଲସ୍ କରିବି ଆଉ ତାଙ୍କର କଣ ବୁଦ୍ଧି ଅଛି ଆଚ୍ଛା ମୁଁ କଣ କଲି ତାକୁ ମ୍ୟାନୁଫ୍ୟାକ୍ଚରଟା ଦେଖିଲି ତିଆରି କେବେ ଆଉ ଏକ୍ସପାୟାରଟା କେବେ ଯଦି ଭଲ ଥବ ଆମର କାମରେ ଲାଗିଯିବ ତାର କାମରେ ଲାଗୁ ଘର ସାରିଆ ଗୋଟେ ଜିନିଷ ଥାଉ ମୁଁ ସେଠୁ ଗଲେ ଫୋପାଡ଼ିବା ବଦଳରେ ମୁଁ ତାକୁ ଦେଖୁଥିଲି ଏଟାକୁ ମୁଁ କଣ କରିବି ମୁଁ ଜାଣିବି କେମିତି ସେଟା ଭଲ ଅଛି ବୋଲିକା ଭାଇ ମୁଁ ସେଠୁ କଣ ହେଲା ମୁଁ ସେଥିରେ 2-4ଟା ଖଣ୍ଡେ ଦେଲି ତାକୁ ଖାଇଲେ କିଛି ହେଲାନି କିଛି ତୁ ମତେ ଆଗ କହିଲୁ ସେ ଯୋଉ ଗୁଳି ଦେଲୁ ସେଇଟା କି ଗୁଳି ଏଟା ବିଷ ଗୁଳି ତମେ ଖାଇଲେ କିଛି ହେଲାନି ମୁଁ ସେଠୁ ପୁଣି କଣ କଲି ନା ସେଥିରୁ 2-4ଟା ଖଣ୍ଡେ ତମକୁ ଦେଲି ତାକୁ ବି ତମେ ଖାଇଲେ କିଛି ହେଲାନି ବାଲ ଚୋବେଇଲ ମୁଁ ଏଥିରୁ ଜାଣିବି କଣ ସେ କମ୍ପାନୀଟା ହଉଛି କଣ ଠକୁଟା ମାନେ ଚିଠା କାଟିଛି 270 ଟଙ୍କା ଚିଠା କାଟି ନେଇଗଲା ମାନେ ସେ ବିଷ କିଛି କାମ ଦଉନି ଏଟା କଣ ସାଉଣ୍ଡ ହେଲା ତା ପ୍ରାଣ ବାୟୁ ପଳେଇଲା ନା କଣ ଆଚ୍ଛା ଛାଡ ସେ କଥା ତାପରେ ସେଠୁ ମୁଁ ଏବେ ଜାଣିବି କଣ ମୋ 270 ଟଙ୍କା ଲସ୍ ଆଚ୍ଛା ସେ ବିଷଟା କାମ ଦେଲାନି କମ୍ପାନୀ ଗଲା ଚିଠା କାଟି ନେଲା ସେଟା ଡୁପ୍ଲିକେଟ କମ୍ପାନୀ ନା କଣ କହୁଛ ଭାଇ 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 ପ୍ରକୃତରେ ସେ ବିଷ ଏକ୍ସପାୟାର